ଆପଣ ଜାଣିଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ତାଙ୍କ ମଥାରେ କାହିଁକି ମୟୂର ପକ୍ଷୀ ଲଗାନ୍ତି? ଆ ପଛରେ ବୋଧେ ବହୁତ ସୁନ୍ଦର କଥା ଅଛି। ଯେ ଆକ୍ଚୁଆଲି କ'ଣ ହେଇଛି, ଯେତେବେଳେ ମାନେ ଶ୍ରୀରାମଚନ୍ଦ୍ର ଆଉ ମା ସୀତା ବନବାସ ଯାଇଥିଲେ, ସେତେବେଳେ ଦିନେ କ'ଣ ହେଇଛି, ମା ସୀତାଙ୍କୁ ବହୁତ ଜୋରେ ଶୋଷ ଲାଗିଲା। ତ ରାମଚନ୍ଦ୍ର କ'ଣ କଲେ, ପାଣିର ଖୋଜରେ ବାହାରି ପଡ଼ିଲେ, କେଉଁଠି ଟିକେ ଜଳ ମିଳିବ। କିନ୍ତୁ ଯୁଆଡ଼େ ଦେଖିଲେ ଅଗନା ଅଗନି ବନସ୍ତ, ମାନେ ଜଙ୍ଗଲ ହିଁ ଜଙ୍ଗଲ, ଟୋପେ ବି ପାଣି କେଉଁଠୁ ପାଇଲେନି। ସେଠି କ'ଣ ହେଇଛି, ଗୋଟେ ମୟୂର ଉଡ଼ିକି ଆସିଲା ତାଙ୍କ ପାଖକୁ ଆଉ କହିଲା, ହେ ଭଗବାନ, ଆପଣଙ୍କୁ ପାଣି ଦରକାର ନା? ଆସନ୍ତୁ, ମୁଁ ଆପଣଙ୍କ ପାଖରେ ଗୋଟେ ଜାଣିଛି, ଗୋଟେ ଜାଗା ଅଛି, ଗୋଟେ ଝରଣା, କିଛି ବାଟ ଗଲା ପରେ ମୁଁ ଆପଣଙ୍କୁ ସେ ଝରଣା ପାଖକୁ ନେଇଯିବି, ଆପଣ ପାଣି ଆଣିକି ସୀତା ମା'କୁ ଦେବେ। ତ ମୁଁ ଆଗେ ଆଗେ ଉଡ଼ି ଉଡ଼ି ଯିବି, ଆଉ ମୁଁ ପଛେ ପଛେ ଆପଣ ଆସିବେ। ତ ଯଦି ଆପଣ କେତେବେଳେ କାଳେ ବାଟ ଭଟକି ଯିବେ, ବାଟ ବଣା ହେଇଯିବେ, ଜାଣିପାରିବେନି, ମୁଁ ମୋର ପକ୍ଷୀ ଗୋଟେ ଗୋଟେ ପକେଇ ପକେଇ ଯାଉଥିବି। ଆପଣ ସେ ପକ୍ଷୀ ଯୋଉଠି ରାସ୍ତାରେ ମୁଁ ପକେଇ ପକେଇ ଯାଉଛି, ଆପଣ ସେଇ ବାଟେ ଆସିବେ। ତ ଗୋଟେ କଥା ଅଛି କ'ଣ ଆକ୍ଚୁଆଲି, ଯେ ଯଦି ଗୋଟେ ମୟୂର ନିଜ ଇଚ୍ଛାରେ ନିଜ ସଂଘର୍ଷରେ ମାନେ ପକ୍ଷୀ ତା ଦେହରୁ ଝଡ଼େଇ ଦିଏ, ତାହେଲେ ତାର ମୃତ୍ୟୁ ହେଇଯାଏ। ତ ସେ ବାଟ ସାରା ପକ୍ଷୀ ଗୋଟେ 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 ଉଡ଼ି ପକେଇ ପକେଇ ଯାଉଥିଲା। ତ ଲାଷ୍ଟକୁ ଯେତେବେଳେ ଝରଣା ପାଖରେ ପହଞ୍ଚିଲା, ସେତେବେଳେ ତାର ଆଖି ମାନେ ଯେଉଁଟା ଲାଷ୍ଟ ନିଶ୍ୱାସ ଚାଲୁଥିଲା, ମାନେ ମୟୂରର ଲାଷ୍ଟ ନିଶ୍ୱାସ ଚାଲୁଥିଲା। ଏହା ଦେଖିକି ରାମଚନ୍ଦ୍ର ବହୁତ ମାନେ ଦର୍ଦ ଭରା, ମାନେ ଗୋଟେ ପୁରା ଦୁଃଖରେ କହିଲେ ଯେ, ହେ ମୟୂର, ତମେ ଆଜି ମୋର ମାନେ ପାଣି ଟିକେ ପାଇଁ ତମେ ନିଜ ଜୀବନକୁ ଦାନ କରିଦେଲ, ନିଜ ଜୀବନକୁ ବାଜି ଲଗାଇଦେଲ। ମୁଁ ଋଣୀ ହେଇଗଲି ତମ ପାଖରେ। ତ ମୁଁ ଯେତେବେଳେ ଆସନ୍ତା ଜନ୍ମକୁ ମୁଁ ନିହାତି ତୁମର ଋଣ ଶୁଝିବି। ତ ଯେତେବେଳେ ରାମଚନ୍ଦ୍ର ଆସନ୍ତା ଜନ୍ମରେ କୃଷ୍ଣ ଜନ୍ମ ନେଇକି ମାନେ ଆସିଲେ, କୃଷ୍ଣ ଜନ୍ମ ନେଲେ, ସେତେବେଳେ କ'ଣ କଲେ ନା, ସେଇ ମୟୂରର ଯେଉଁ ତା ଜୀବନ ଦାନ କରିଦେଲା, ସେ ମୟୂରର ଋଣ ଚୁକେଇବା ପାଇଁ ସିଏ ତାଙ୍କର ମୟୂର ପକ୍ଷୀଟା ସବୁବେଳେ ତାଙ୍କ ମଥାରେ ଲଗେଇକି ରଖିଲେ। କେତେ ସୁନ୍ଦର କଥା କହିଲେ ଆଜ୍ଞା। ଭଗବାନ ବି ଗୋଟେ ମୟୂରର ଋଣ ଚୁକେଇବାରେ କେବେ ପଛଘୁଞ୍ଚା ଦେଲେନି। ଏଇ ହେଉଛି ସୃଷ୍ଟିର ନିୟନ୍ତା। ଓକେ, ଯଦି ଷ୍ଟୋରିଟା ଭଲ ଲାଗିଥିବ, କଥାଟା ଭଲ ଲାଗିଥିବ, ତାହେଲେ ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଓମ୍ ସାଇରାମ।